ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ 80ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଛି। ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମଠାରେ ଆୟୋଜିତ ଏହି ମହାନ ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅବିନାଶ କୁମାର, ମହାନଗର ନିଗମ କମିଶନର ଶସ୍ୟା ରେଡ୍ଡି ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡକ୍ଟର ସର୍ବଣା ବିବେକ ଏମ୍, ଡେପୁଟି କଲେକ୍ଟର ସୁବ୍ରତ ବିରାମ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇଥିଲେ। ଷ୍ଟାଡିୟମ ଚତୁଃପାର୍ଶ୍ୱରେ ଭରପୁର ଜନସମାଗମ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସକାଳ 9 ଘଣ୍ଟିକା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ସମବେତ ଜନତା, ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ଦେଶର ଗର୍ବ ଓ ଗୌରବ ପ୍ରତୀକ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ସାଲ୍ୟୁଟ କରିଥିଲେ। ବନ୍ଦେ ମାତରମ୍ ଏବଂ ଜନଗଣ ମନ ଅଧିନାୟକ ସମୂହ ସଙ୍ଗୀତ ଗାନରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା। ଦେଶପ୍ରେମ ତଥା ଦେଶଭକ୍ତିର ଏକ ନିଆରା ପରିବେଶରେ ପ୍ରତିଟି ଜନମନ, ପ୍ରତିଟି ହୃଦୟ ତନ୍ତ୍ରୀ ଆନ୍ଦୋଳିତ ହୋଇ ଉଠିଥିଲା। ମୁଖ୍ୟ ଅତିଥିଙ୍କ ପ୍ୟାରେଡ୍ ଦଳ ପରିଦର୍ଶନ ଏବଂ ଅଭିଭାଷଣ ପରେ ଉପଖଣ୍ଡ ସ୍ତରୀୟ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ପ୍ୟାରେଡ୍ ପରେ ସ୍କୁଲର କୁନି କୁନି ପିଲାମାନେ ଦେଶାତ୍ମବୋଧକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଶାରୀରିକ କ୍ରୀଡ଼ା କୌଶଳ ପ୍ରଦର୍ଶନର ଆୟୋଜନ ମଧ୍ୟ ହୋଇଥିଲା। ଝିପିଝିପି ବର୍ଷା ଏବଂ କୋହଲା ପାଗରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ଏହି ମହାନ ଜାତୀୟ ଗଣପର୍ବ ସମାପ୍ତି ଘୋଷଣା ସହ ମୁଖ୍ୟ ଅତିଥି ବିଦାୟ ନେଇଥିଲେ। ଏହା ପୂର୍ବରୁ ସାରା ସହରରେ ପ୍ରତ୍ୟୁଷରୁ ରାମଧୁନ୍ ପରିବେଷଣ କରାଯାଇଥିଲା। ଚତୁର୍ଦିଗରେ ଦେଶପ୍ରେମର ଅପୂର୍ବ ଶିହରଣ ଖେଳିଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ବର୍ଷା ଯୋଗୁଁ ପୁରସ୍କୃତ କରାଯାଇ ପାରି ନଥିଲେ ମଧ୍ୟ ପରବର୍ତ୍ତୀ ନିଷ୍ପତ୍ତି ଅନୁଯାୟୀ ଏହି ପୁରସ୍କାର ବିତରଣ ଉତ୍ସବ ଆଗାମୀ 20 ତାରିଖ ସକାଳ 10 ଘଟିକା ସମୟରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚିତ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ଷଷ୍ଠରୁ ଅଷ୍ଟମ ସ୍ତରରେ ସାଇ ସୌମ୍ୟା ମହାରାଣା ଅଷ୍ଟମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ବ୍ରହ୍ମପୁର ପ୍ରଥମ ସ୍ଥାନ, ସୁଶ୍ରୀ ସିମରନ ଜେନା ଅଷ୍ଟମ, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିବାନନ୍ଦ ନଗର ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ଏବଂ ଏକବର୍ଣ୍ଣିକା ପଟ୍ଟନାୟକ ଅଷ୍ଟମ ସେଣ୍ଟ ଜାଭିୟର ସ୍କୁଲ ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ନବମରୁ ଏକାଦଶ ସ୍ତରରେ ଅର୍ଚିତା ଆଚାର୍ଯ୍ୟ, ଏକାଦଶ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ବ୍ରହ୍ମପୁର ପ୍ରଥମ ସ୍ଥାନ, ପ୍ରତିଜ୍ଞା ପୁରୋହିତ ଦଶମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାମହରି ନଗର ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ଏବଂ ଶିବରାମ ଆପଟ ଦଶମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୋସାଇଁନୂଆ ଗାଁ ବ୍ରହ୍ମପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ମହାବିଦ୍ୟାଳୟ ସ୍ତରରେ ଖୁସି ମହାପାତ୍ର ବିଟେକ୍ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର ପ୍ରଥମ ସ୍ଥାନ ଏବଂ କେ ବିଶ୍ୱେଶ୍ୱରୀ ଯୁକ୍ତ 3 ବିଜ୍ଞାନ ସରସ୍ୱତୀ ଡିଗ୍ରୀ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ବକ୍ତୃତା ପ୍ରତିଯୋଗିତାର ଷଷ୍ଠରୁ ଅଷ୍ଟମ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞାମୟୀ ପାଢ଼ୀ, ସପ୍ତମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ବ୍ରହ୍ମପୁର ଦ୍ୱିତୀୟ ସ୍ଥାନରେ ଅଛନ୍ତି ପ୍ରତୀକ କୁମାର ସ୍ୱାଇଁ, ଅଷ୍ଟମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାମହରି ନଗର ବ୍ରହ୍ମପୁର ଏବଂ ଶ୍ୱେତିପ୍ରିୟା ପୁରୋହିତ ଷଷ୍ଠ, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାସୁଦେବ ନଗର ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ନବମରୁ ଏକାଦଶ ସ୍ତରରେ ଅଙ୍କିତା ସାହୁ, ଏକାଦଶ ଖଲିକୋଟ ଉଚ୍ଚ ବିଦ୍ୟାଳୟ ମାଧ୍ୟମିକ ବିଦ୍ୟାଳୟ ବ୍ରହ୍ମପୁର ସ୍ଥାନ, ପି ଅବିନାଶ ଦାସ ନବମ, ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ କୋର୍ଟପେଟା ବ୍ରହ୍ମପୁର ଦ୍ୱିତୀୟ ଏବଂ ଚିନ୍ମୟୀ ପଶୁପାଳକ ଦଶମ ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବ୍ରହ୍ମପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି। ମହାବିଦ୍ୟାଳୟ ସ୍ତରରେ ଅଭିଷେକ ସାମନ୍ତରାୟ ଯୁକ୍ତ 3 ବାଣିଜ୍ୟ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ଏବଂ ଅମ୍ବିକା ପ୍ରସାଦ ମହାପାତ୍ର ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗାୟତ୍ରୀ ସାହୁ ଡିପ୍ଲୋମା କମ୍ପ୍ୟୁଟର ବିଜ୍ଞାନ, ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ଏବଂ ଦୀପ୍ତିମୟୀ ମହାନ୍ତି ଡିପ୍ଲୋମା କମ୍ପ୍ୟୁଟର ବିଜ୍ଞାନ, ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାର ଚତୁର୍ଥ ପଞ୍ଚମ ସ୍ତରରେ ପ୍ରିୟାଂଶୁ ଚୌଧୁରୀ ପଞ୍ଚମ ଡିଏଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ପ୍ରଥମ ସ୍ଥାନ, ଜି ସେଜଲ ପାତ୍ର ପଞ୍ଚମ, ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ଏବଂ
ଶିବାଂଶୀ ପାଢ଼ୀ ପଞ୍ଚମ, ମାତୃଶ୍ରୀ ଆଙ୍ଗ୍ଲୋ ବେଦିକ ସ୍କୁଲ ବ୍ରହ୍ମପୁର ଏବଂ ପ୍ରତିଭା ମଲ୍ଲିକ ପଞ୍ଚମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଷଷ୍ଠ ଅଷ୍ଟମ ସ୍ତରରେ ପ୍ରିୟାଂଶୁ ପଣ୍ଡା ଅଷ୍ଟମ, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିବାନନ୍ଦ ନଗର ପ୍ରଥମ ସ୍ଥାନରେ, ସ୍ତୁତି ସୁବୁଦ୍ଧି ସପ୍ତମ, ଡିଏଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଦ୍ୱିତୀୟ ସ୍ଥାନରେ ଏବଂ କୃତିକା ନାୟକ ଅଷ୍ଟମ, ସେଣ୍ଟ ଜାଭିୟର ହାଇସ୍କୁଲ ବ୍ରହ୍ମପୁର ଏବଂ ଓମ୍ ନାରାୟଣ ପାଢ଼ୀ ସପ୍ତମ, କେସି ପବ୍ଲିକ ସ୍କୁଲ ବ୍ରହ୍ମପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ନବମ ଏକାଦଶ ସ୍ତରରେ ସ୍ନେହାଶିଷ ରାଉତ ଦଶମ, ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ବ୍ରହ୍ମପୁର ପ୍ରଥମ ହୋଇଥିବା ବେଳେ ବିନ୍ଦ୍ରା ରାଣୀ ପଣ୍ଡା ଦଶମ, କେସି ପବ୍ଲିକ ସ୍କୁଲ ବ୍ରହ୍ମପୁର ଦ୍ୱିତୀୟ ଏବଂ ଭବିଷ୍ୟ ମହାରଣା ନବମ, ଡିଏଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଏବଂ ଗଗନ ବିହାରୀ ପଟ୍ଟନାୟକ ଦଶମ, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିବାନନ୍ଦ ନଗର ବ୍ରହ୍ମପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ୟାରେଡ୍ ପ୍ରତିଯୋଗିତାରେ ଏନ୍ଏସି ସିନିୟର ଡିଭିଜନରେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଆର୍ମି ପ୍ରଥମ ସ୍ଥାନରେ, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ନାଭାଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜୁନିୟର ଡିଭିଜନ ଏନ୍ସିସି ବାଳିକାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆର୍ମି ପ୍ରଥମ ସ୍ଥାନରେ, ନ୍ୟୁ ଡିପୋ ସ୍କୁଲ ଆର୍ମି ଦ୍ୱିତୀୟ ସ୍ଥାନରେ, ଜୁନିୟର ଡିଭିଜନ ଏନ୍ସିସି ବାଳକରେ ଡିପଲ ସ୍କୁଲ ଆର୍ମି ପ୍ରଥମ ସ୍ଥାନରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗଜପତି ନଗର ଆର୍ମି ଦ୍ୱିତୀୟ ସ୍ଥାନରେ, ସ୍କାଉଟ ଗାଇଡରେ କେସି ପବ୍ଲିକ ସ୍କୁଲ ସ୍କାଉଟ ପ୍ରଥମ ସ୍ଥାନରେ, ଭିଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗାଇଡ ଦ୍ୱିତୀୟ ସ୍ଥାନରେ, ସବ୍ ଜୁନିୟର ଡିଭିଜନ ସିଭିଲିଆନରେ କେସି ହାଇସ୍କୁଲ ଇଂରାଜୀ ମାଧ୍ୟମ ପ୍ରଥମ ସ୍ଥାନରେ, ଗୁରୁ ନାନକ ପବ୍ଲିକ ସ୍କୁଲ ଦ୍ୱିତୀୟ ସ୍ଥାନରେ, ଜୁନିୟର ଡିଭିଜନ ସିଭିଲିଆନରେ ଅମରେଶ୍ୱର ପୋଲିସ ହାଇସ୍କୁଲ ଆମ୍ବପଡ଼ା ବ୍ରହ୍ମପୁର ପ୍ରଥମ ସ୍ଥାନରେ, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାସୁଦେବ ନଗର ଦ୍ୱିତୀୟ ସ୍ଥାନରେ, ସିନିୟର ଡିଭିଜନ ସିଭିଲିଆନ ସଂକଳ୍ପ ସେକେଣ୍ଡାରୀ ସ୍କୁଲ ରାଳବ ପ୍ରଥମ ସ୍ଥାନରେ, ଓଏଭି କରାପଲ୍ଲୀ ଦ୍ୱିତୀୟ ସ୍ଥାନରେ ରହି କୃତିତ୍ୱ ଅର୍ଜନ ସହ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।